ଜଙ୍ଗଲର ପୂର୍ବ ଓଡ଼ିଶା ଭାଗରେ ଥିଲା ବୁଧିଆ କୁକୁଡ଼ା ଘର। ଏକ ଛୋଟ ମାଟି ଘର, ଚାରିପାଖେ ଫୁଲ ଗଛ ଏବଂ ପଛରେ ଏକ ଛୋଟ ବାଡ଼ି। ବୁଧିଆ କୁକୁଡ଼ା ସେଠାରେ ବର୍ଷ ଗଣେଇ ବସୁଥିଲେ। ସମସ୍ତ ପକ୍ଷୀମାନେ ତାକୁ ସମ୍ମାନ କରୁଥିଲେ, କାରଣ ସେ ଦୟାଳୁ ଭଳି ଚତୁରୀରେ ବନର କ୍ଷତି ଧରା। ପୂର୍ବ କଥାରେ ଶିଆଳ କୁକୁଡ଼ା ଠାରୁ ଠକା ଯାଇଥିଲା। ସେଇ ଅପମାନ, ସେଇ କ୍ଷୋଭ ତାକୁ ଶିଆଳ ଭୁଲି ପାରିନଥିଲା। ପରେ ବନର ଗଭୀର ମଝିରେ ଶିଆଳ ଏକ ଗୁପ୍ତ ସଭା କଲା। ସେଠାରେ ଆସିଲେ ଜୀବଜନ୍ତୁ। ଶିଆଳ ମଝିରେ ଆସି କହିଲା, ମୋର ଶତ୍ରୁ ହେଲା ବୁଧିଆ କୁକୁଡ଼ା। ସେ ମୋତେ ଠକିଛି। ଏଥର ମୁଁ ତାକୁ ଧରିବାକୁ ପଡ଼ିବ। କିଏ ଜଣେ ମୋତେ ସହଯୋଗ କରିବ? ସମସ୍ତେ ଘୁଷୁର ଘୁଷୁର ଦେଖିଲେ, କିନ୍ତୁ କେହି ପ୍ରସ୍ତୁତ ନୁହେଁ। କାହିଁକି? କାରଣ ବୁଧିଆ କୁକୁଡ଼ା ମାନସିକ ଚାତୁରୀ ବୁଦ୍ଧି ବନରେ କ୍ଷତିପ୍ରାପ୍ତ। ଶିଆଳ ଶେଷକେ ନିଜେ ଏକ ଭୟଙ୍କର ଯୋଜନା କଲା। ଦୟାର ଅବତାର ହେଲେ ଘରକୁ ପ୍ରବେଶ କରିବ। ପରବର୍ତ୍ତୀ ସକାଳେ କୁକୁଡ଼ା ଛୋଟ ବାଡ଼ିରେ ଶାଗ ଲଗାଉଥିଲା। ସେହି ସମୟରେ ଦୂରରୁ ଶବ୍ଦ ଆସିଲା, ଆଣ୍ଟି ଆଣ୍ଟି, ମୋତେ କ୍ଷମା କରନ୍ତୁ। ବୁଧିଆ କୁକୁଡ଼ା ପାଖରେ ପହଞ୍ଚିଲା। ଶିଆଳ କହିଲା, ଆପଣଙ୍କୁ ବଡ଼ ଖବର ଦେବାକୁ ଆସିଛି। ଜଙ୍ଗଲ ସଭାରେ ଚର୍ଚ୍ଚା ହୋଇଛି। ଆପଣଙ୍କୁ ଜଙ୍ଗଲର ପକ୍ଷୀ ରାଣୀ ଘୋଷଣା କରାଯିବ। ଆଜି ବଡ଼ ଆୟୋଜନ। କୁକୁଡ଼ା ନୀରବ ରହିଗଲା। କିନ୍ତୁ ଶିଆଳଙ୍କ ଆଖିରେ ଅଜଣା କପଟ ଚାଲୁଥିଲା। ସେ ମନେ ମନେ ଭାବିଲା, ଏହି ଶିଆଳ ନାଟକ ଛାଡ଼ୁନି, ନିଶ୍ଚୟ କିଛି ଫାନ୍ଦ ଅଛି। କୁକୁଡ଼ା ଇଚ୍ଛାପୂର୍ବକ କହିଲା, ୱାଓ, ଏଇଥରେ ମୁଁ ଯିବି, କିନ୍ତୁ ମୁଁ ଏକା ଯିବାକୁ ଡରୁଛି। ମୋର ନିକଟମ ବନ୍ଧୁ ଗୋଲମାଲ କୁକୁର, ସେ ସଦା ମୋ ସହିତ ରହିବାକୁ କହିଥାଏ। ମୁଁ ତାକୁ ଡାକି ଦେଉଛି। ଶିଆଳଙ୍କ ହୃଦୟରେ ବଜ୍ରପାତ। କୁକୁର ମୋର ଶତ୍ରୁ। ସେ ଆସିଲେ ମୋର କାନ ଖାଇବ। କିନ୍ତୁ ଶିଆଳ ଢଙ୍ଗ ଚାଲୁ ରଖିଲା। ଠିକ୍ ଅଛି, ତାକୁ ଡାକନ୍ତୁ। ମୁଁ ଭୟ ନାହିଁ। କୁକୁଡ଼ା ଘରର ଛାତ ଉପରକୁ ଚଢ଼ିଲା। ଛାତି ଫୁଲାଇ ଜୋରରେ ଚିତ୍କାର କଲା, ଓ ଗୋଲମାଲ, ତୁମେ ଯେଉଁଠି ଅଛ? ଶିଆଳ ଭାଇ ଆସିଛନ୍ତି। ଆମେ ଦୁଇ ଜଣ ଜଙ୍ଗଲର ରାଜାଙ୍କ ପାଖକୁ ଯିବା। ଏହି ଶବ୍ଦ ପାଖ ପାଖରେ ଗଛ ପାହାଡ଼ ବୁହାକୁ ହଲେଇ ଦେଲା। କୁକୁର ଶୁଣିଲା ଯେପରି କୁକୁର ପଛରୁ ଜମ୍ପ ଦେଇ ଆସିଲା। ତାର ପାଦ କମ୍ପିଗଲା, ପୁଛ କନ୍ଦିଗଲା। ମନେ ଲାଗିଲା, ବାପା, ମୁଁ ଆଜି ବଞ୍ଚିବି କି? ଶିଆଳ ଯେଉଁ ଦିଗକୁ ଗଲା, ଜୀବନ ଧୂଳିର ଗଲା ଉଠିଗଲା। ସେ ଚିତ୍କାର କଲା, ମୁଁ ପରେ ଆସୁଛି, ତୁମେ ଆଗୁଆ ଯାଅ ଯାଅ ଯାଅ। କୁକୁଡ଼ା ତାକୁ ଦେଖି ହସିଲା। ଏମିତି ଭୟଭୀତ ଶିଆଳ ମୁଁ ଦେଖିନଥିଲି। ଶିଆଳ ଦୌଡ଼ି ଦୌଡ଼ି ବନର ଗଭୀରରେ ଗାୟବ ହେଲା। ପଥର, କଣ୍ଟା, ଘାସ ସବୁ ତାକୁ ଚିରି ଦେଉଥିଲା, କିନ୍ତୁ ସେ ରହିଲା ନାହିଁ। ମନେ ଭାବୁଥିଲା, କୁକୁର ପଛରେ ଦୌଡ଼ି ଆସୁଛି। ବୁଧିଆ କୁକୁଡ଼ା ଚିନ୍ତା କଲା, ଶକ୍ତି ଥିଲେ ପ୍ରଥମେ ଜିତିପାରିବା, କିନ୍ତୁ ବୁଦ୍ଧି ଥିଲେ ଶେଷ ପର୍ଯ୍ୟନ୍ତ ଜଗତକୁ ଜିତିପାରିବା। ତାର ଛୋଟ ହୃଦୟରେ ଗର୍ବ ଜାଗିଲା। ମୋତେ କେହି ଘରରୁ ଉଠେଇ ନେଇ ପାରିବେ ନାହିଁ। ମୋ ବୁଦ୍ଧି ହିଁ ମୋର ଶକ୍ତି। ଯଦି ବୁଧିଆ କୁକୁଡ଼ା ବିଲୁଆର କଥାରେ ପଡ଼ିଥାନ୍ତା, ତାର ଜୀବନ ଯାଇଥାନ୍ତା। ଶୁଣିଲ ତ ପିଲାମାନେ ଆଜିର କାହାଣୀ। କପଟ ଲୋକଙ୍କ କଥାରେ କେବେ ବି ବିଶ୍ୱାସ କରିବ ନାହିଁ। ପ୍ରଥମେ ନିଜର ବୁଦ୍ଧିକୁ ଖର୍ଚ୍ଚ କର। କୋଉଟା ଠିକ୍, କୋଉଟା ଭୁଲ ତମକୁ ଭଲ ଲାଗିଲେ ବିଶ୍ୱାସ କର, ନହେଲେ ନାହିଁ। ଯଦି ଏହି କାହାଣୀ ଆପଣମାନଙ୍କୁ ଭଲ ଲାଗିଥିଲେ, ଚ୍ୟାନେଲକୁ ଗୋଟିଏ ଲାଇକ୍ ଆଉ ସବସ୍କ୍ରାଇବ୍ କରି ଚକିଥିବେ।